ଅତି ଭାବମୟ ପରିବେଶ ମଧ୍ୟରେ ସମାପନ ହେଲା ଆକିନିଆ ହରିବଂଶ ପୁଥି କାର୍ଯ୍ୟକ୍ରମ। ବେଦ ପୁଥିରେ ପ୍ରଭୁଙ୍କର ନାମ ଶୁଣିବା ଦ୍ୱାରା ମନୁଷ୍ୟ ମନରେ ହିଂସା କ୍ରୋଧ ଦୂର ହେବା, ସମସ୍ତଙ୍କ ମନ ଏକ ହେବା ସହିତ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେବା ନେଇ ବହୁ ପୂର୍ବରୁ ଗ୍ରାମାଞ୍ଚଳ ମାନଙ୍କରେ ହରିବଂଶ ପୁଥି ବସିବାର ପରମ୍ପରା ରହିଆସି 5 ଦିନ ଧରି ବସୁଥିବା ଉକ୍ତ ପୁଥି ଦ୍ୱାରା ଅଞ୍ଚଳରେ ଆମିଷ ବାରଣ ନିରାମିଷ ପାଳନ କରାଯିବା ସହିତ ଭଜନ ଓ ନାମ ସଂକୀର୍ତ୍ତନ ଦ୍ୱାରା ଏକ ଭାବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଓଲନ୍ଦା ସାରକା ପଞ୍ଚାୟତ ସ୍ଥିତ ଆକିନିଆ ସାର୍ବଜନୀନ ହରିହାଟ ମଣ୍ଡପରେ ହରିବଂଶ ପୁଥି କାର୍ଯ୍ୟକ୍ରମ ସମାପନ ହୋଇଯାଇଛି। 1979 ମସିହାରେ ସ୍ୱର୍ଗତ ବୈଦ୍ୟନାଥ ଜେନା, ସଚିନ୍ଦ୍ର ଗଣ୍ଡ, ପ୍ରଭାକର ଜେନା, ଅନନ୍ତ ଜେନା, କୃପାସିନ୍ଧୁ ରାଉତଙ୍କ ପ୍ରଚେଷ୍ଟାରେ ଭାଗବତ ଟୁଙ୍ଗି ଆରମ୍ଭ କରାଯାଇଥିବା ବେଳେ ଅଦ୍ୟାବଧି ଗ୍ରାମର ପ୍ରମୁଖ ପର୍ବ ଭାବେ ପାଳିତ ହୋଇଆସୁଛି। ଏହି ଅବସରରେ 3 ଗୋଟି ସଂକୀର୍ତ୍ତନ ଦଳ ପକ୍ଷରୁ ହରିନାମ ସଂକୀର୍ତ୍ତନ ମେଳି ଅନୁଷ୍ଠିତ ହେବା ସହିତ ଦଧିହାଣ୍ଡି ରାଧାକୃଷ୍ଣ ବେଶଧାରୀ ଅଞ୍ଚଳ ପରିଭ୍ରମଣ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କର ଆଗମନ ହେବା ସହିତ ସେମାନଙ୍କୁ ହରିହାଟ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏଥିସହ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ତତ୍ସହ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାପନ କାର୍ଯ୍ୟକ୍ରମରେ ଗ୍ରାମର ବୟୋଜ୍ୟେଷ୍ଠ ଯୁବଗୋଷ୍ଠୀ ଓ ମହିଳା ବର୍ଗ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ। ହରିହାଟ ଯେ କାହିଁକି ହରିଙ୍କୁ 5 ଦିନ କାଳ ତାଙ୍କ ନାମ ଧରାଯାଏ ଏବଂ ତାଙ୍କୁ କାହିଁକି ଅଧିବାସ କରିକି ଆଣନ୍ତି ଯେ ପ୍ରଭୁ ହେଉଛନ୍ତି ସବୁ କାର୍ଯ୍ୟର ମୁଖ୍ୟ ମୂଳ। ଏଣୁ ତାଙ୍କ ସବୁ କରି କରାଇ ସର୍ବମୁଇ ମୋ ବିନୁ ଅନ୍ନ କେହି ନାହିଁ। ତେଣୁ ପ୍ରଭୁ ନିରାକାର ଆକାର ହେଇ ଦୁଷ୍ଟମାନଙ୍କୁ ବିନାଶ କରି ସନ୍ତମାନଙ୍କୁ କିପରି ପାଳିତେ ଧର୍ମକୁ ରକ୍ଷା କରିଥିଲେ ଏବଂ ଯେଉଁମାନେ ଅଜ୍ଞାତରେ ପାପ କରୁଥାନ୍ତି ସେମାନେ ତାଙ୍କ ନାମ ଧରି ତାଙ୍କ ସେବା କରି କେମିତି ମୁକ୍ତି ଲାଭ କରନ୍ତି, ସେହିପାଇଁ ସେମାନେ ଏ ମାୟା ସଂସାରରେ ପଡ଼ି ରହି ଯେଭଳିଆ ଦୀର୍ଘ ଦିନ କଟଉଛନ୍ତି କିଭଳି ସେ ମୁକ୍ତି ପାଇବେ ଏ କଥା ହରିଙ୍କର ବିଷ୍ଣୁଙ୍କର ଯେଉଁ ବାଲ୍ୟଲୀଳା ରହିଛି ଏବଂ ତାଙ୍କର କାର୍ଯ୍ୟକଳାପ କିଭଳି ସେ ପାପୀମାନଙ୍କୁ ମୁକ୍ତି କରିଥିଲେ ଏବଂ ଧର୍ମୀ ବା ସାଧୁମାନଙ୍କୁ କିନ୍ତୁ ରକ୍ଷା କରିଥିଲେ ସେ ବିଷୟରେ ଏ ହରିବଂଶ ବା ଭାଗବତର ଜଳ ଜଳ ଭାବରେ ଲେଖା ରହିଛି ଏବଂ ତାଙ୍କର ହରିଙ୍କର ବିଷୟରେ ଏତେ ଗହନ ସେ କିଭଳି ଲୀଳା କରି ଏବଂ ଦୁଷ୍ଟମାନଙ୍କୁ ବିନାଶ କରି ସନ୍ତମାନଙ୍କୁ ପାଳି ଆସୁଥିଲେ ସେହି ବିଷୟରେ ଆଜି ଗ୍ରାମବାସୀ ମାନେ ତାଙ୍କର ନାମ ଶୁଣି କେମିତି ଆନନ୍ଦିତ ହେଉଛନ୍ତି ଏବଂ ହେବେ ଏବଂ ମୁକ୍ତି ହେବେ, ତାଙ୍କ ପରିବାର ସହ କିଭଳି ଉନ୍ନତି ହେବ ବିଷ୍ଣୁଙ୍କ ବିଷୟରେ ଶୁଣି ସେମାନେ ମୁଖ୍ୟ ପ୍ରଦାନ କରୁଛନ୍ତି। ମୁଁ ରବୀନ୍ଦ୍ର ରାଉତ, ଏ ଗାଁର ଯୁବ ସମାଜସେବୀ। ଦେଖନ୍ତୁ, ଆମେ ଛୋଟ ଛୋଟ ହେଇଥିଲୁ। ଏ ଗ୍ରାମର ବୟୋଜ୍ୟେଷ୍ଠ ଭାଗବତ ଜେନା, କୃପାସିନ୍ଧୁ ରାଉତ, ଅନନ୍ତ ଜେନା, ଗୋପୀନାଥ ସ୍ୱାଇଁ, ଅକ୍ଷୟ ଜେନା, ପ୍ରଭାକର ଜେନା, ଏ ବୟୋଜ୍ୟେଷ୍ଠ ଯେଉଁ ବୈଦ୍ୟନାଥ ଜେନା, ଗୌରହରି ଜେନାଙ୍କ ପ୍ରେରଣାରେ ଗାଁର ଭାଗବତ ପୁଥି ପ୍ରଥମେ ଆରମ୍ଭ ହୋଇଥିଲା। ବହୁ ଅଭାବ ଅସୁବିଧା ସତ୍ତ୍ୱେ ଦୀର୍ଘ ଦିନ ଧରି ମାନେ କଣ୍ଟିନ୍ୟୁ କରି ଚାଲିଛି। ତେଣୁ ସମସ୍ତଙ୍କର ସହଯୋଗ ରହିଛି। ଗ୍ରାମବାସୀ ମାନେ ଅକୁଣ୍ଠ ଚିତ୍ତରେ ଦାନ ଧର୍ମ କରନ୍ତି। ଏଠି ଆଖପାଖ ଅଞ୍ଚଳରେ ସମସ୍ତେ ମଧ୍ୟ ସହଯୋଗ କରନ୍ତି। ବିଶେଷ କରି ଦୈନନ୍ଦିନ ଜୀବନର ଜନସାଧାରଣ ଯେଉଁଭଳି ନିଜର ଜୀବିକା ପାଇଁ କର୍ମ ଉପରେ ନିୟୋଜିତ ହୁଅନ୍ତି, ବର୍ଷରେ এইভাবে কলচরাল প্রোগ্রাম আধ্যাত্মিক চেতনার অনুপ্রাণিত হয়ে এই প্রোগ্রামକୁ ସମସ୍ତଙ୍କ ସହଯୋଗରେ ଆଗେଇ ନିଅନ୍ତି। ଏହା ବହୁତ ଚିତ୍ତାକର୍ଷକ। ଦୀର୍ଘ 5 ଦିନ ଧରି ଆମର ଏଠି ଭାଗବତ ଟୁଙ୍ଗି ପଢ଼ା ହୁଏ, ଭାଗବତ ପୋଥି ପଢ଼ା ହୁଏ। ଏ ପୋଥିର ଆମର ସମସ୍ତେ ସହଯୋଗ କରନ୍ତି ଏବଂ ସମସ୍ତେ ଗାଁର ମାନେ ନିରାମିଷ ଭକ୍ଷଣ କରନ୍ତି ଏବଂ ହବିଷ ମଧ୍ୟ କରନ୍ତି ଏବଂ ଶେଷ ଦିନ पंचम दिन आमर ये भूत आहुति हुए, यज्ञ हुए और समस्त सहयोग आनंद उल्लास कटे। पुणी आगामी वर्ष समस्ते गेट टुगेदर हाँपाई आमर गोटे आमर शपथ नि जाए। पूर्व वर्ष भली ए वर्ष बहु जाकजमरे एवं समस्ते आसी सहयोग करिसेंती एवं समस्त कथारे आमे ऋणी अछु।